ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ। 5 ଦିନିଆ ଭାରତ ଗସ୍ତରେ ଆସି ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସାଇକେଲ ଚାଳନା ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣେଇବା ଉପରେ ଗୁରୁତ୍ୱ ଦେଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଓଡ଼ିଆ ସାହିତ୍ୟର ଖ୍ୟାତନାମା କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କର ପରଲୋକ। ୟେମେନ୍ର ରାଜଧାନୀ ସାନା ଉପରେ ଆମେରିକାର ବିମାନ ଆକ୍ରମଣରେ 31 ଜଣଙ୍କର ମୃତ୍ୟୁ। ଏବଂ ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଜାତୀୟ ଟିକାକରଣ ଦିବସ। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ 5 ଦିନିଆ ଭାରତ ଗସ୍ତରେ ଆସି ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିବେ। ତାଙ୍କ ସହ ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବରିଷ୍ଠ ଅଧିକାରୀ, ବ୍ୟବସାୟୀ, ଗଣମାଧ୍ୟମ ଏବଂ ପ୍ରବାସୀ ଭାରତୀୟ ପ୍ରତିନିଧିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜିଲାଣ୍ଡ କର୍ତ୍ତୃପକ୍ଷଙ୍କ ସହ ନୂଆଦିଲ୍ଲୀଠାରେ ଆଲୋଚନା କରିବେ। ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଆରମ୍ଭ ହେବାକୁ ଥିବା 10ମ ରାଇସିନା ଆଲୋଚନା 2025ର ଉଦ୍ଘାଟନୀ ସମାରୋହରେ ଉଭୟ ନେତା ଅଂଶଗ୍ରହଣ କରିବେ। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ୍ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ୍ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ମତ ବିନିମୟ କରିବେ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କର ନୂତନ ମାର୍ଗକୁ ଉନ୍ମୋଚନ କରିବା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ରାଇସିନା ଆଲୋଚନା ହେଉଛି ଭୂ ରାଜନୀତି ଏବଂ ଭୂ ଅର୍ଥନୀତି ଉପରେ ଭାରତରେ ଅନୁଷ୍ଠିତ ପ୍ରମୁଖ ସମ୍ମିଳନୀ। ବିଭିନ୍ନ କ୍ଷେତ୍ରରେ ବୈଶ୍ୱିକ ସମସ୍ୟାର ମୁକାବିଲା ଦିଗରେ ଏହି ସମ୍ମିଳନୀରେ ମତ ବିନିମୟ ହୋଇଥାଏ। ରାଜନୀତି, ବ୍ୟବସାୟ, ଗଣମାଧ୍ୟମ ଓ ନାଗରିକ ସମାଜର ନେତୃସ୍ଥାନୀୟ ବ୍ୟକ୍ତି ଏବଂ ଆଲୋଚନା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ପରସ୍ପର ସହ ମତ ବିନିମୟ କରିଥାନ୍ତି। ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମିଳିତ ସହଯୋଗରେ ପ୍ରତ୍ୟେକ ବର୍ଷ ଏହି ସମ୍ମିଳନୀ ଆୟୋଜିତ ହୋଇଥାଏ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ସକାଳେ ଅହମ୍ମଦାବାଦର ସାବରମତୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାଇକେଲ ଚାଳନା ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣେଇବା ଉପରେ ଡକ୍ଟର ମାଣ୍ଡବ୍ୟ ଗୁରୁତ୍ୱ ଆରୋପ କରିବା ସହ ଏଭଳି ଅଭିଯାନ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପକୁ ପୂରଣ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ। ମେଦବହୁଳତାର ମୁକାବିଲା ପାଇଁ ସାଇକେଲ ଚଳାଇବା ଏକ ପ୍ରଭାବଶାଳୀ ଉପାୟ ହୋଇପାରିବ। ଲୋକଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ ପାଇଁ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ। सारे देश में फिट इंडिया मूवमेंट आगे बढ़ रही है। संडे ऑन साइकिल धीरे धीरे एक कल्चर बनने लगा है। 5000 से अधिक डेस्टिनेशन पर डॉक्टर्स के द्वारा आज संडे ऑन साइकिलिंग करके फिट इंडिया का संदेश दे रहे हैं। ଭାରତୀୟ ସାଇକ୍ଲିଂ ମହାସଂଘ ଏବଂ ମେରା ଯୁବ ଭାରତର ମିଳିତ ଆନୁକୂଲ୍ୟରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣ କେନ୍ଦ୍ରୀୟ ରେଳ ଡିଭିଜନ ଅନ୍ତର୍ଗତ ହାଇଦ୍ରାବାଦର ବେଗୁମପେଟ ରେଳ ଷ୍ଟେସନ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବା ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡି ଘୋଷଣା କରିଛନ୍ତି। ଅମୃତ ଭାରତ ଷ୍ଟେସନ ପରିଯୋଜନା ଅନ୍ତର୍ଗତ ଏହି ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ବୁଲି ଦେଖିବା ଅବସରରେ ମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି, ସମ୍ପୂର୍ଣ୍ଣ ମହିଳା କର୍ମଚାରୀ ରେଲୱେ ଷ୍ଟେସନ ଭାବେ ଏହା ଖୁବ୍ ଶୀଘ୍ର ଉଦ୍ଘାଟିତ ହେବ। ମନ୍ତ୍ରୀ କହିଛନ୍ତି, ଏହି ରେଲୱେ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 2ଟି ପର୍ଯ୍ୟାୟରେ 40 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଏହାର ପୁନଃ ବିକାଶ କାର୍ଯ୍ୟ ଇତିମଧ୍ୟରେ 90% ଶେଷ ହୋଇଥିବା ଜଣାଯାଇଛି। ତେଲେଙ୍ଗାନାରେ 40ଟି ରେଲୱେ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବା ବେଳେ ରାଜ୍ୟରେ ଥିବା 22ଟି ନୂତନ ରେଳ ପ୍ରକଳ୍ପର ବିକାଶ ନିମନ୍ତେ 32,000 କୋଟି ଟଙ୍କା ବ୍ୟୟ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଧୁନିକ ଓଡ଼ିଆ ସାହିତ୍ୟର ଖ୍ୟାତନାମା କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କର ଆଜି ସକାଳେ 91 ବର୍ଷ ବୟସରେ ଭୁବନେଶ୍ୱରଠାରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
1957 ବ୍ୟାଚ୍ ଆଇଏଏସ୍ ଅଧିକାରୀ ରମାକାନ୍ତ ରଥ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ଶ୍ରୀ ରଥ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବହୁ ପ୍ରମୁଖ ପଦପଦବୀରେ ଅଧିଷ୍ଠିତ ଥିଲେ। ତାଙ୍କର ଓଡ଼ିଆ କାବ୍ୟ କବିତା ମଧ୍ୟରେ ଶ୍ରୀରାଧା ଏକ ସ୍ୱତନ୍ତ୍ର ପରିଚୟ ବହନ କରେ। ତାଙ୍କର ଗଭୀର ଅନ୍ତର୍ଦୃଷ୍ଟି କାବ୍ୟ ଜଗତକୁ ରୁଦ୍ଧିମନ୍ତ କରିଥିଲା। ସାହିତ୍ୟ ଜଗତକୁ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ 2006 ମସିହାରେ ଶ୍ରୀ ରଥଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ଉପାଧି ପ୍ରଦାନ କରାଯାଇଥିଲା। ଶ୍ରୀ ରଥ 1998ରୁ 2003 ମସିହା ମଧ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ପଦରେ ଅବସ୍ଥାପିତ ଥିଲେ। ତାଙ୍କର ମରଶରୀରକୁ ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ରଥଙ୍କର ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟକୁ ତାଙ୍କର ସାମଗ୍ରିକ ଅବଦାନ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ସୁନାମ ଆଣିଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କୁ ଲକ୍ଷ୍ୟ କରି ୟେମେନ୍ର ରାଜଧାନୀ ସାନା ଉପରେ ଗତକାଲି ଆମେରିକାର ବିମାନ ଆକ୍ରମଣରେ 31 ଜଣଙ୍କର ମୃତ୍ୟୁ ହୋଇଛି। ୟେମେନ୍ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆକ୍ରମଣ ଘଟଣାରେ 100ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପଶ୍ଚିମ ଏସିଆରେ ଆମେରିକା ପକ୍ଷରୁ ଏହା ହେଉଛି ସବୁଠାରୁ ବଡ଼ ଧରଣର ସାମରିକ ଅଭିଯାନ। ଲୋହିତ ସାଗରରେ ଇସ୍ରାଏଲ ସହ ଜଡ଼ିତ ଜାହାଜ ଉପରେ ପୁନଃ ଆକ୍ରମଣ କରିବାକୁ ହୁତି ବିଦ୍ରୋହୀ ଗୋଷ୍ଠୀ ଧମକ ଦେବା ପରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କୁ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଆମେରିକାର ବୈଦେଶିକ ବିଭାଗ କହିଛି ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ରୁଷ ପ୍ରତିରକ୍ଷକ ସେର୍ଗେଇ ଲାଭ୍ରୋଭଙ୍କ ସହ କଥାବାର୍ତ୍ତା କରିଛନ୍ତି। ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧରେ ନିଆଯାଇଥିବା ସାମରିକ ଅଭିଯାନ ସମ୍ପର୍କରେ ରୁଷକୁ ଅବଗତ କରାଯାଇଛି ବୋଲି ଆମେରିକାର ବୈଦେଶିକ ବିଭାଗ ସୂଚନା ଦେଇଛି। ଲୋହିତ ସାଗରରେ ଆମେରିକାର ସାମରିକ ଓ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବ୍ବାସ ଆରାବଛି ଆମେରିକାର ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଇରାନର ବୈଦେଶିକ ନୀତି ନିର୍ଦ୍ଧାରଣ କରିବାରେ ଆମେରିକାର କୌଣସି ଅଧିକାର ନାହିଁ। ୟେମେନ୍ ନାଗରିକଙ୍କୁ ହତ୍ୟା ବନ୍ଦ କରିବାକୁ ସେ ଆମେରିକାକୁ ଚେତାବନୀ ଦେଇଛନ୍ତି। ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଭଳି ଜଟିଳ ପ୍ରସଙ୍ଗର ଅନୁଧ୍ୟାନ ନିମନ୍ତେ ଏକ କ୍ୟାବିନେଟ୍ ସବ୍ କମିଟି ଗଠନ କରିଛନ୍ତି। ଏହି କମିଟି ଆସନ୍ତା 6 ମାସ ମଧ୍ୟରେ ତା'ର ରିପୋର୍ଟ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାରେ ଉଠିଥିବା ଦାବିର ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି। ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ନିୟମ ସମ୍ପର୍କରେ ଉଠିଥିବା ଆପତ୍ତିର ଅନୁଧ୍ୟାନ ନିମନ୍ତେ ଏହି କ୍ୟାବିନେଟ୍ ସବ୍ କମିଟି ଗଠନ କରାଯାଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ଅବଦୁଲ୍ଲା କହିଛନ୍ତି ନିଯୁକ୍ତି ଆଶାୟୀ ବର୍ଗଙ୍କ ସହ ଆଲୋଚନା ପରେ ସେ ଏହି କମିଟି ଗଠନ କରିଛନ୍ତି। ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଏହି କମିଟି ନିଯୁକ୍ତି ନିୟମ ଆଧାରରେ ଆବଶ୍ୟକ ସୁଧାର ଆଣି ତା'ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରା ଦେଶରେ ଆଜି ଜାତୀୟ ଟିକାକରଣ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମାର୍ଚ୍ଚ ମାସ 16 ତାରିଖ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସାଧାରଣଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ଜନସଚେତନତା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ଟିକାକରଣ ମାଧ୍ୟମରେ ଜାତୀୟ ସ୍ତରରେ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଲକ୍ଷ୍ୟ ପୂରଣ ହୋଇପାରିବ। ଏହି ଅବସରରେ ମନ୍ତ୍ରୀ ସମସ୍ତ ରାଜ୍ୟ ସରକାର ଏବଂ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହି ଅଭିଯାନରେ ସାମିଲ ହେବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ପିଲାମାନଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ 2014 ମସିହାରେ ମିଶନ ଇନ୍ଦ୍ରଧନୁଷ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନାର ଲକ୍ଷ୍ୟ ହେଲା ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ଶିଶୁମାନଙ୍କ କ୍ଷେତ୍ରରେ ବ୍ୟାପକ ଟିକାକରଣ କାର୍ଯ୍ୟ ହାତକୁ ନେବା। ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ହେଲା 2 ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। 5 ଦିନିଆ ଭାରତ ଗସ୍ତରେ ଆସି ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସାଇକେଲ ଚାଳନା ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣେଇବା ଉପରେ ଗୁରୁତ୍ୱ ଦେଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଓଡ଼ିଆ ସାହିତ୍ୟର ଖ୍ୟାତନାମା କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କର ପରଲୋକ। ୟେମେନ୍ର ରାଜଧାନୀ ସାନା ଉପରେ ଆମେରିକାର ବିମାନ ଆକ୍ରମଣରେ 31 ଜଣଙ୍କର ମୃତ୍ୟୁ ଏବଂ ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଜାତୀୟ ଟିକାକରଣ ଦିବସ। ସମ୍ବାଦ ଶେଷ ହେଲା।